एकड़ प्रति 15 कोटी दरकार छुआ एकड़ एकड़ पिछा 15 कोटी दरकार तापर छुआ पिला पाठ पढ़िबे कॉलेज हम इंजीनियर कॉलेज हम सब हम से छाड़ू ना नहीं सपक्ष कर विरोध भी करूँ जदि नदेले विरोध करूँ आ जदि सब दाबी पूरण करा आमे इच्छा पूरण कर 36टा दाबी आमे सरकार उपस्थापना करिछु ସେଥିମଧ୍ୟରୁ ଭାଇଟାଲ ପଏଣ୍ଟ ହେଉଛି ଆମର ଏ ଜମି ଜାଗା ଯେହେତୁ ଆମେ ହରଉଛୁ ମାନେ ସବୁଦିନ ପାଇଁ ସେଇ ହିସାବରେ ଆମକୁ ଯଦି ଡିସମିଲଟା ଆମର 15 ଲକ୍ଷ ଏବଂ ଏକରକୁ 15 କୋଟି ଟଙ୍କା ଯଦି ଦେବେ ଏବଂ ଅନ୍ୟାନ୍ୟ ଯାହା ଆମେ ଦାବି ଦେଇଛୁ ସବୁ ସର୍ତ୍ତ ଯଦି ସରକାର ମାନି ନେବେ ତାହେଲେ ଆମେ ଜମି ଜାଗା ସୁରୁଖୁରୁରେ ସରକାରଙ୍କ ହସ୍ତରେ ଆମେ ସମର୍ପଣ କରିଦେବୁ। ଆମର ତ ଦାବି ମେନଲି ସମସ୍ତେ ସାଧାରଣତଃ ଭାବୁଛନ୍ତି ଯେ ଜମିର ରେଟ୍ଟା ଉଚିତ ମୂଲ୍ୟରେ ମିଳିଲେ ଆମେ ବହୁତ ଖୁସି ହେବୁ। ଆଉ ଆମର ସରକାର ଯେହେତୁ ଆମର କେଉଁଝର ମାଟିର ପୁଅ ଅଛନ୍ତି ଆମର ମୁଖ୍ୟମନ୍ତ୍ରୀ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭରସା କରି ସମସ୍ତେ ଚାଲିଛନ୍ତି ଆଉ ସେ ଆମର ଭରସା ମଧ୍ୟ ରଖିବେ। 15 କୋଟି ରଖିଛନ୍ତି ଏକର ପିଛା, କିଛି ଲୋକ ରଖୁଛନ୍ତି 20 କୋଟି। ଆପଣମାନେ ଜାଣି ଖୁସି ହେବେ ଆଜି ଆମର ବାରଡାଙ୍ଗୁଆ ଗ୍ରାମରେ ଯେଉଁ ଗ୍ରାମ ସଭା ହେଲା 5 MT ଆମର ଯେଉଁ ମେଗା ଷ୍ଟିଲ୍ ପ୍ଲାଣ୍ଟ ହେବା ପାଇଁ ଯେଉଁ ଯାଉଛି ସେଥିରେ ଆପଣମାନେ ସମସ୍ତେ ଦେଖିଲେ ବାରଡାଙ୍ଗୁଆ ଗ୍ରାମର ମାଆ ମାନେ ଭାଇ ମାନେ ସମସ୍ତ ଗ୍ରାମବାସୀର ସବୁ ଅଧିବାସୀ ମାନେ ମଧ୍ୟ ଉପସ୍ଥିତ ରହି ଆଜି ତାଙ୍କର ମତାମତ ରଖିଛନ୍ତି କିଭଳି ଭାବେ ପ୍ରଥମ ଗ୍ରାମ ସଭାରେ ୟା ପରେ ଆପଣ ଜାଣିଛନ୍ତି ପବ୍ଲିକ ହିୟରିଂ ହେବାର ମଧ୍ୟ ଆମର ଅଛି। ବିଗତ 12-25 ତାରିଖ ଦିନ ମଧ୍ୟ ଆମେ କରିଥିଲେ ଭୃଙ୍ଗରାଜରେ ଆପଣମାନେ ମଧ୍ୟ ଉପସ୍ଥିତ ଥିଲେ। ଆଜି ଯେଉଁ ଗ୍ରାମ ସଭା ହେଲା ବହୁତ ସକ୍ସେସଫୁଲ ହେଲା ଏବଂ ଲୋକମାନଙ୍କର ତାଙ୍କର ମତାମତ ମଧ୍ୟ ସେମାନେ ରଖିଛନ୍ତି ଯେଉଁଟାକି ଆମେ ସରକାରଙ୍କ ପାଖରେ ପେଶ କରିବୁ ଏବଂ ଆଜି ସେମାନେ ଶାନ୍ତି ଶୃଙ୍ଖଳା ସହିତ ଆପଣମାନେ ସମସ୍ତେ ସହଯୋଗର ସରକାର ପାଇଁ ଏତେ ବଡ଼ କାର୍ଯ୍ୟକ୍ରମ ପାଇଁ ଯେଭଳି ଭାବେ ଏକ ଷ୍ଟିଲ୍ ପ୍ଲାଣ୍ଟ କେଉଁଝର ଜିଲ୍ଲାରେ ହେବା ପାଇଁ ଯାଉଛି ସେଥିରେ ସମସ୍ତ ଆପଣମାନେ ସହଯୋଗ କରିଥିବାରୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଧନ୍ୟବାଦ। ଆଜି ପ୍ରସ୍ତାବିତ ଉସ୍କୋ ଜେଡବ୍ଲ୍ୟୁ ଯେଉଁ ପ୍ରକଳ୍ପଟି ହେବାକୁ ଯାଉଛି ତାର ଦ୍ୱିତୀୟ ଗ୍ରାମ ସଭା ଆଜି ବାରଡାଙ୍ଗୁଆ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଧନ୍ୟବାଦ ସାଧୁବାଦ ଦେବି ଏବଂ ଅଞ୍ଚଳବାସୀ ମଧ୍ୟ ଅଶେଷ ଧନ୍ୟବାଦ ଦେବି। ଆସନ୍ତୁ ଆପଣ ସହଯୋଗ କରନ୍ତୁ। ଏଠି ଇସ୍ପାତ ପ୍ରକଳ୍ପ ହେଲେ କେତେ ଲୋକଙ୍କର କେତେ ଉପକାର ହେବ ତା କ'ଣ ନା ମଧ୍ୟ କରିହେବ ତାକୁ ଆଖି ଆଗରେ ରଖି କେଉଁଝର ଜିଲ୍ଲାର ମିଳିତ କ୍ରିୟାନୁଷ୍ଠାନ କମିଟି ବାରମ୍ବାର ଦାବିକି ରାସ୍ତା ମେଗା ହଉ ତାର ପରିକଳ୍ପନାରେ ମାନବ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଇଚ୍ଛା ଅଛି ପ୍ରକଳ୍ପ ହଉ ସେଥିପାଇଁ ସମସ୍ତ ଜନସାଧାରଣ ପବ୍ଲିକ ପ୍ରଶାସନ ସମସ୍ତେ ଆଜି ଉତ୍ସାହିତ ଦ୍ୱିତୀୟ ଷ୍ଟିଲ୍ ପ୍ଲାଣ୍ଟ କେମିତି ହେବ